35তম বার্ষিক ক্রীড়া ও নৃত্য প্রতিযোগিতা অনুষ্ঠিত। ময়ূরভঞ্জ জিলা বামনঘাটি উপখণ্ড কুসুমী ব্লক আহারবন্ধ নিকটস্থ পাহাড়পুরଠାରେ 35তম বার্ষিক ক্রীড়া ও নৃত্য প্রতিযোগিতা କୁଚିସାକାମା ବ୍ଲକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୟସ୍କ ମାନଙ୍କର 1500 ମିଟର ଦୌଡ଼, ବାଳକ ମାନଙ୍କର 800 ମିଟର ଦୌଡ଼, ବାଳିକା ମାନଙ୍କର 400 ମିଟର ଦୌଡ଼, ସ୍ଥାନ ଅଧିକାର, ଶିଶୁ ବାଳକ ମାନଙ୍କର 200 ମିଟର ଦୌଡ଼, ବେଙ୍ଗ ଡିଆଁ, ବିବାହିତ ମହିଳା ମାନଙ୍କର 200 ମିଟର ଦୌଡ଼, ବଲ୍ ପାସ୍, ମ୍ୟୁଜିକ ଚେୟାର, ବୁଦ୍ଧ ମାନଙ୍କର 200 ମିଟର ଦୌଡ଼ ତଥା ଆଦିବାସୀ ନୃତ୍ୟ ଡ୍ରାମା ନାଚ ଓ ହୋ ନାଚ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣୀ ସମୟରେ ସ୍ୱତନ୍ତ୍ର ଅତିଥି ଭାବେ ଡିଜିଏମ୍ ଏସବିଆଇ ନ୍ୟୁ ଦିଲ୍ଲୀ ଶଙ୍କର ମୁର୍ମୁ ସମ୍ମାନିତ ଅତିଥି ରୂପେ ତଲକ ପୋଖରୀ ସରପଞ୍ଚ ରୁକ୍ମଣୀ ମୁର୍ମୁ, ଅଧ୍ୟାପକ ଡକ୍ଟର ସୁରେଶ ଚନ୍ଦ୍ର ମୁର୍ମୁ, ଆତୁ ଦେହୁରୀ ବାବା ଭରତ ଚନ୍ଦ୍ର ସିଂ, ଆତୁ ମାଝୀ ବାବା ସରଦାର ମୁର୍ମୁ, ହୋ ସମାଜ ମୁଖିଆ ହରିଶ୍ଚନ୍ଦ୍ର ସିଂ ଓ ଏସଏପି ଶଶିକାନ୍ତ ମୁର୍ମୁ, ଭଜୁହରି ମୁର୍ମୁ, ସିଆରଏସଏଫ ଡମାନ ମୁର୍ମୁ, ପିଣ୍ଟୁ ବାରି, ଫରେଷ୍ଟର ଗୁଲହାଇ ମୁର୍ମୁ, ଆରଦାଇ ଦାମୋଦର ବାରି, ଯନ୍ତ୍ରୀ ଶ୍ୟାମଚନ୍ଦ୍ର ମୁର୍ମୁ, ଶିକ୍ଷୟିତ୍ରୀ ପଦ୍ମିନୀ ସୋରେନ, ଏଡୁଲସି ପାହାଡ଼ପୁର ଯମୁନା ମୁର୍ମୁ, ଆଶା ପାହାଡ଼ପୁର ପମା ସୋରେନ, ୱାର୍ଡ ମେମ୍ବର ମଥୁରାମ ଚାଟାର ଓ ହାଇସ୍କୁଲ ଷ୍ଟାଫ ରୁକ୍ମଣୀ ମାଝୀ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ। ଏଥିରେ କୁଚିସାକାମ ବ୍ଲକ ପାହାଡ଼ପୁରର ସଭାପତି ଛୋଟରାୟ ସୋରେନ, ଉପସଭାପତି ଜୟପାଲ ସିଂ, ସମ୍ପାଦକ ଯଦୁନାଥ ହାଁସଦହ, ସହ ସମ୍ପାଦକ ଭାଦ୍ରବ ଚନ୍ଦ୍ର ସୋରେନ, କୋଷାଧ୍ୟକ୍ଷ ବାଘରାଇ ମୁର୍ମୁ, ସହକୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ମୁର୍ମୁ ତଥା କାର୍ଯ୍ୟକାରୀ ସଦସ୍ୟଗଣ ପରିଚାଳନାରେ ସହଯୋଗ କରିଥିଲେ। ଏହାକୁ ଦେଖିବାକୁ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଲୋକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।